ଝାରପଡ଼ା ଦୁର୍ଗାପୂଜା ସମିତି ଦ୍ୱାରା ଆୟୋଜିତ ଦୁର୍ଗାପୂଜା ଏଥର 14ତମ ବର୍ଷରେ ପଦାର୍ପଣ କରୁଅଛି। ସବୁ ବର୍ଷ ପରି ଏଥର ମଧ୍ୟ ନୂଆ କରିବା ଲାଗି ପ୍ରୟାସ କରି ରାଜଧାନୀବାସୀଙ୍କୁ ଆକର୍ଷିତ କରିବା ପାଇଁ ଇମ୍ପେରିଆଲ ପ୍ୟାଲେସ ତୋରଣଟି ନିର୍ମାଣ ହୋଇଅଛି। ଏହି ତୋରଣଟି ପଶ୍ଚିମବଙ୍ଗର ପ୍ରଖ୍ୟାତ କାରିଗର ସ୍ୱପନ ମାନାଙ୍କ ସହ 50 ଜଣ ସହଯୋଗୀ କାରିଗର 1.5 ମାସ ଧରି ତୋରଣ ନିର୍ମାଣ ଦାୟିତ୍ୱରେ ରହିଛନ୍ତି। ଏହି ସୂଚନା ପୂଜା କମିଟିର ସଭାପତି ଶିଖର ଚନ୍ଦ୍ର ଜେନା ଓ ସମ୍ପାଦକ ଧରଣୀଧର ଜେନାଙ୍କ ଦ୍ୱାରା ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦିଆଯାଇଅଛି। ଆଲୋକସଜ୍ଜାଠାରୁ ଆରମ୍ଭ କରି ପୂଜା ଓ ପ୍ରସାଦ ବଣ୍ଟନ ମଧ୍ୟ ମୂର୍ତ୍ତି ଏବଂ ମେଢ଼ ବିଷୟରେ ବିଶେଷ ବିବରଣୀ ଜନମାନସର ଅବଗତ ନିମନ୍ତେ ପ୍ରକାଶ କରାଯାଇଅଛି। ଏ ବର୍ଷ ଷଷ୍ଠୀଠାରୁ ଦଶମୀ ତିଥି ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ କରାଯାଉଅଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର କଟକର ନାମୀ ଦାମୀ କଳାକାର ମଞ୍ଚସ୍ଥ ହୋଇ ଲୋକମାନଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବେ। ଶାନ୍ତି ଶୃଙ୍ଖଳା ସହିତ ଆଉ ପୂଜାକୁ ଆମେ ଖୁବ୍ ଧୁମଧାମରେ ପାଳନ କରିବା ପାଇଁ ଚାହୁଁଛୁ। ଏଠି ଭଲେଣ୍ଟିୟର୍ସ ମାନଙ୍କର 300 ଭଲେଣ୍ଟିୟର୍ସ ଆମର ରହିଛନ୍ତି ଶୃଙ୍ଖଳା ପାଇଁ। ତା ସହିତ ପୁଲିସ କମିଶନର ସହଯୋଗିତା ଆଉ ତୋରଣ ହେଉଛି ଆମର ଇମ୍ପେରିଆଲ ପ୍ୟାଲେସ ନାମକରଣ କରାଯାଇଛି। ଆମର ଏଇଟା ଆମେ ନିଜେ ଏଠୁ ପରିକଳ୍ପନା କରିଛୁ। ଏଠି ଶୃଙ୍ଖଳିତ ଦର୍ଶନ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। 300 ଭଲେଣ୍ଟିୟର ପୁଲିସ ମାନେ କମିଶନରେଟ ପୁଲିସ ତାଙ୍କର ସହଯୋଗିତା ଏବଂ CCTV ଆମର ପ୍ଲାଜମା ଟିଭିଠୁ ଆରମ୍ଭ କରି ଆମେ ସବୁ ପ୍ରକାର ସଫଳତା ଅନୁଭବ କରୁଛୁ। ଆଉ ଶୃଙ୍ଖଳିତ ଦର୍ଶନ ପାଇଁ ଆମେ ବିଶେଷ କରିକି ସିନିୟର ସିଟିଜେନ୍ ମାନଙ୍କ ପାଇଁ ଧରନ୍ତୁ ଆମର ହ୍ୟାଣ୍ଡିକ୍ୟାପ୍ଟ ମାନଙ୍କ ପାଇଁ ହୁଇଲ ଚେୟାର ବ୍ୟବସ୍ଥା କରାଯାଇଛି। ଏଠି ମୀନା ବଜାର ଆୟୋଜନ କରାଯାଇଛି। ରାବଣ ପୋଡର ବ୍ୟବସ୍ଥା କରାଯାଇଛି। ଆତସବାଜି କରାଯାଇଛି। କାର୍ଯ୍ୟକ୍ରମ ପାଇଁ କଣ ରହିଛି ଆଉ ପ୍ରତ୍ୟେକ ଦିନ ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଆମର ସବୁ ମେଲୋଡି ପ୍ରୋଗ୍ରାମ ରଖାଯାଇଛି। ଆଉ ଷଷ୍ଠୀରେ ରଖାଯାଇଛି ଭଜନ ସନ୍ଧ୍ୟା ଭଜନ କରାଯିବ। ସପ୍ତମୀ ଅଷ୍ଟମୀ ନବମୀ ଦଶମୀ ଏ 4 ଦିନ ମେଲୋଡି ଆୟୋଜିତ ଦୁର୍ଗା ପୂଜା ଏଥର 14ଶ ବର୍ଷରେ ପଦାର୍ପଣ କରିଅଛି। ସବୁ ବର୍ଷ ଭଳି ଏଥର ମଧ୍ୟ କିଛି ନୂଆ କରିବାର ପ୍ରୟାସ ଜାରି ରଖିଛି। ଗତ 13 ବର୍ଷ ଧରି ଝାରପଡ଼ା ଦୁର୍ଗା ପୂଜା ମଣ୍ଡପର ସାଜସଜ୍ଜା ରାଜଧାନୀବାସୀଙ୍କୁ ଆକର୍ଷିତ କରିବା ସହ ଓଡ଼ିଶାର ତଥା ଅନ୍ୟ ରାଜ୍ୟମାନଙ୍କରେ ବିଭିନ୍ନ ସ୍ଥାନରେ ରହୁଥିବା ଲୋକଙ୍କ ନିକଟରେ ବହୁ ଆଦୃତ ଓ ପ୍ରଶଂସିତ ହୋଇ ଆସୁଅଛି। ବର୍ତ୍ତମାନ ପାଣିପାଗ ଓ ବିଗତ ବର୍ଷର ଅଭିଜ୍ଞତାକୁ ନଜରରେ ରଖି ଏ ବର୍ଷ ଜନସମାଗମ ଅଧିକ ହେବ ବୋଲି ପ୍ରକାଶ କରିଛନ୍ତି ପୂଜା କମିଟିର ସଭାପତି ଶିଖର ଚନ୍ଦ୍ର ଜେନା। ତୋରଣ ପଶ୍ଚିମବଙ୍ଗର ପ୍ରଖ୍ୟାତ କାରିଗର ସ୍ୱପନ ମାନାଙ୍କ ସହ 50 ଜଣ ସହଯୋଗୀ କାରିଗର 1.5 ମାସ ଧରି ତୋରଣ ନିର୍ମାଣ ଦାୟିତ୍ୱରେ ରହିଛନ୍ତି। ଚଳିତ ବର୍ଷ ଝାରପଡ଼ା ଦୁର୍ଗା ପୂଜାରେ ମା ଆବିର୍ଭାବ ହେବେ। ନୂତନ ଭାବେ ନିର୍ମାଣ କରାଯାଉଥିବା ଝାରପଡ଼ା ଦୁର୍ଗା ପୂଜା ସମିତିର ନିଜସ୍ୱ ପରିକଳ୍ପିତ ଇମ୍ପେରିଆଲ ପ୍ୟାଲେସ ଏହି ତୋରଣ ନିର୍ମାଣରେ ବିଭିନ୍ନ ପ୍ରକାର ପଦାର୍ଥ ବ୍ୟବହାର ହୋଇଅଛି, ଯଥା ବାଉଁଶ, କାଠପିଟ୍, ପ୍ଲାଏ, ଫାଇବର, ସନଫ୍ଲେକ୍, ୟୁନିଫର୍ମ, ରଙ୍ଗୀନ କାଚ ଇତ୍ୟାଦି। ଏହାର ଉଚ୍ଚତା ହାରାହାରି 50 ଫୁଟ ଓ ଚଉଡ଼ା 150 ଫୁଟ। ଉଚ୍ଚତା 50 ଫୁଟ, ଚଉଡ଼ା 150 ଫୁଟ। ଭକ୍ତମାନଙ୍କୁ ସୁରକ୍ଷିତ ଦର୍ଶନ ପାଇଁ ଗୋଟିଏ ପ୍ରବେଶ ପଥ ରହିଥିବା ବେଳେ ଭିତରେ 4ଟି ପ୍ରସ୍ଥାନ ପଥ ରଖାଯାଇଅଛି। ତୋରଣ ଭିତରେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରଣ
ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ପରି ଦଶମୀ ତିଥି ସନ୍ଧ୍ୟା 7 ଘଟିକା ସମୟରେ ସମିତି ତରଫରୁ 40 ଫୁଟ ଉଚ୍ଚତାର ରାବଣ ପୋଡ଼ି ସାଙ୍ଗକୁ ବିଭିନ୍ନ ପ୍ରକାରର ଆତସବାଜି କାର୍ଯ୍ୟକ୍ରମ ଆୟୋଜିତ କରାଯାଉଅଛି। ପ୍ରତିବର୍ଷ ପରି ଝାରପଡ଼ା ଗ୍ରାମସ୍ଥ ଦୋଳମଣ୍ଡପ ପଡ଼ିଆରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଡୁଡୁ ଟିଭି। ଏବଂ ମୁଁ ସମ୍ମୁଖ ଭାଗରେ ବସିଥିବା ସମସ୍ତ ମିଡ଼ିଆ ବନ୍ଧୁ ଆଉ ସମସ୍ତଙ୍କୁ ଝାରପଡ଼ା ଦୁର୍ଗାପୂଜା ସମିତି ତରଫରୁ ସ୍ୱାଗତ କରୁଛି। ଏହା ସହିତ ପ୍ରତିବର୍ଷ ଭଳି ଏବଂ ପ୍ରତିବର୍ଷ ଯେଉଁ এই প্লেসমেন্ট କରାଯାଏ ଆଜି ଝାରପଡ଼ା ଦୁର୍ଗାପୂଜା ସମିତି ସାରା ଓଡ଼ିଶାର ପୁରୋଗତିରେ ଯେଉଁ ଆଲୋଚନାର ପୂଜା ଆସିଲେ ଯେଉଁ ଆଲୋଚନାର ବିଷୟ ରହେ ତାହା କେବଳ ସମ୍ଭବ ହୋଇପାରୁଛି ମିଡ଼ିଆ ବନ୍ଧୁମାନଙ୍କ ପାଇଁ। ତେଣୁ ଆପଣମାନେ ହିଁ ଆରମ୍ଭରୁ ଏ ବର୍ଷ ହେଉଛି ଆମର 14 ବର୍ଷ ପୂଜା ଆମେ କରିବାକୁ ଯାଉଛୁ। এই 14 ବର୍ଷ ଭିତରେ ପ୍ରତ୍ୟେକ ବର୍ଷ ଆପଣମାନଙ୍କ ପାଇଁ ଆଜି ଆମର ପୂଜା ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ହୋଇଛି। ସେଥିପାଇଁ ସମସ୍ତ ମିଡ଼ିଆ ବନ୍ଧୁମାନଙ୍କୁ ଝାରପଡ଼ା ଦୁର୍ଗାପୂଜା ସମିତି ତରଫରୁ ଅଶେଷ